ସ୍ପୋର୍ଟସ୍ ଦରବାର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଆପଣଙ୍କୁ ସ୍ୱାଗତ କରୁଅଛି। ତ ସାଙ୍ଗମାନେ ଏହା ହେଉଛି ଆମର ଯେଉଁ ପ୍ରାକ୍ଟିସ୍ ସେସନ୍ ଏବେ ଚାଲିଛି ଷ୍ଟେଟ୍ ଏକ୍ଜାମ୍ ପାଇଁ ତା'ର ପାର୍ଟ 4 ଭିଡ଼ିଓଟା। ତ ଯେହେତୁ ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍‌ର ଫ୍ୟାମିଲି ବହୁତ ଛୋଟ, ତ ସେଇ ଫ୍ୟାମିଲିମାନଙ୍କ ମଧ୍ୟରୁ ଗୋଟେ ଭାଇ ମୋତେ କମେଣ୍ଟ କରି କହିଥିଲେ କି ସାର୍ ଆପଣ ଟପିକ୍ ୱାଇଜ୍ MCQ ନେଇକି ଆସନ୍ତୁ। ଠିକ୍ ଅଛି। ତ ୟା ପୂର୍ବରୁ ଯେଉଁ ପ୍ରାକ୍ଟିସ୍ ସେସନ୍‌ଟା ହେଉଥିଲା ମୁଁ ପୁରା ମାନେ ସବୁ ଟପିକ୍‌କୁ ନେଇକି ଇମ୍ପୋର୍ଟାଣ୍ଟ MCQ ନେଇକି ଆସୁଥିଲି। କିନ୍ତୁ ଯେହେତୁ କମେଣ୍ଟ ଆସିଲା କି ଆପଣ ଟପିକ୍ ୱାଇଜ୍ MCQ ନେଇକି ଆସନ୍ତୁ, ତ ସେଇ ହିସାବରେ ମୁଁ ଏବେ ଟପିକ୍ ୱାଇଜ୍ MCQ ନେଇକି ଆସିଛି ଆପଣଙ୍କ ପାଇଁ, ଯେଉଁଟାକି ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେବ। ଆଉ କିଛି ଦିନ ମଧ୍ୟରେ ମାନେ ଷ୍ଟେଟ୍ ଏକ୍ଜାମ୍ ହେବାକୁ ଯାଉଛି। ତେଣୁ ଟପିକ୍ ୱାଇଜ୍ ବି ଆମେ MCQ ନେଇକି ଆସିଛୁ, ଯେଉଁଟାକି ଆପଣଙ୍କର ପୁରା ପ୍ରାକ୍ଟିସ୍ ସେଟ୍ ରହିବ। ଯେଉଁଥିରେ କି ଆପଣ ମାନେ ଯେଉଁ କ୍ୱେଶ୍ଚନ୍‌ଟା ଜାଣିଛନ୍ତି ନିହାତି ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ ହେଲା। ଆଉ ଆଉଥରେ ଏଇଟା ବି କହିଦେଉଛି, ଏତେ ବ୍ରିଫଲି ମୁଁ ଆପଣଙ୍କ ସହ ଏସବୁ କ୍ୱେଶ୍ଚନ୍‌କୁ ଆଲୋଚନା କରିବିନି, କାହିଁକିନା ୟା ପୂର୍ବରୁ ଯେତେ ବି ଆମର ଥିଲା ଯେଉଁ ଆମର ଚାଲିଥିଲା କ୍ଲାସ୍‌ରେ ସେଗୁଡ଼ିକର ବଢ଼ିଆ ବ୍ରିଫଲି ଆପଣଙ୍କ ସହ ମୁଁ ଆଲୋଚନା କରିଥିଲି। ତ ଯେଉଁଠି ଯେଉଁଟା ଦରକାର ହେବ ସେତେବେଳେ ମୁଁ ଆପଣଙ୍କୁ କହିବି। ଆଉ ଯେଉଁଟା କହିବି କି ଆପଣ ଏଇଟା କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ, ତ ନିହାତି କମେଣ୍ଟ କରିକି ଜଣେଇବେ। କାହିଁକିନା ଏହା କରିବା ଦ୍ୱାରା ଆପଣଙ୍କର ମାନେ ଯେଉଁ ପ୍ରାକ୍ଟିସ୍ ଜିନିଷଟା ରହିବ, ଅଭ୍ୟାସଟା ବି ବେଶୀ ରହିବ। ଆଉ ଯେଉଁ ଜିନିଷଟା ଆପଣ ଲେଖିକି ରଖିବେ ସେଇଟା ମନେ ରହିବ ନିହାତି। ତ ଯାହା ବି ହଉ ଦେଖନ୍ତୁ, ଏଇ ଯେଉଁ ପାର୍ଟ 4ରେ ଯେଉଁ ଟପିକ୍ ୱାଇଜ୍ ମୁଁ MCQ ନେଇକି ଆସିଛି ସେଇଟା ଆଜି ଆଲୋଚନା କରିବା। ତ ଆଜି ଆମେ ଆଲୋଚନା କରିବା ସାଇକୋଲୋଜି ଇନ୍ ସ୍ପୋର୍ଟସ୍ ହେଲା। ଆମର ଯେଉଁ ସ୍ପୋର୍ଟସ୍ ସାଇକୋଲୋଜି ଅଛି ସେ ଭିତରୁ କିଛି ବଛା କ୍ୱେଶ୍ଚନ୍ ମୁଁ ନେଇକି ଆସିଥିଲି। ଦେଖନ୍ତୁ, ଆଜିର ପ୍ରଥମ ପ୍ରଶ୍ନ ହେଉଛି ହୁ ଇଜ୍ ଦ ଫାଦର ଅଫ୍ ସାଇକୋଲୋଜି ହେଲା। ଆମର ଯେଉଁ ସାଇକୋଲୋଜି ଅଛି, ସାଇକୋଲୋଜିର ଫାଦର କିଏ ବୋଲି କହିଛି। ଠିକ୍ ଅଛି। ଅପସନ୍ ଗୁଡ଼ିକୁ ଆପଣ ଦେଖିପାରୁଥିବେ, ତ ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ। ତ ଦେଖନ୍ତୁ, ଏହାର ସଠିକ୍ ଉତ୍ତର ହେଇଯିବ ହେଲା, ଆମର ଯେହେତୁ ଫାଦର ଅଫ୍ ସାଇକୋଲୋଜି କେବଳ କହିଛି, ତେଣୁ ଏହାର ସଠିକ୍ ଉତ୍ତର ହେଇଯିବ କ'ଣ ନା ଅପସନ୍ ବି। ଆପଣ ଏଠି ଦେଖିପାରୁଥିବେ ୱିଲିୟମ୍ ଉଣ୍ଡ୍ ହେଲା, ଏ ହେଉଛନ୍ତି ଫାଦର ଅଫ୍ ସାଇକୋଲୋଜି। ଠିକ୍ ଅଛି ହେଲା। ଏବେ ଆମେ ଦେଖନ୍ତୁ, ସାଇକୋଲୋଜିର ଅର୍ଥ ଯଦି ଆଜି ଆମେ ବୁଝିବା ପାଇଁ ଚେଷ୍ଟା କରିବା, ତା'ର ଆମର ଯେଉଁ ମିନିଂଟା ଅଛି, ତେବେ ଏଇଟା କ'ଣ କହିଥାଏ ନା ଏଇଟା ଆମର ଯେଉଁ ଟାଇମ୍ ଟୁ ଟାଇମ୍ ଚେଞ୍ଜ ହେଇ ଆସିଛି ଏହାର ମିନିଂଟା ହେଲା। ଆଗରେ ଥିଲା ଯେଉଁ ଆମର ସୋଲ୍ ଷ୍ଟଡି ଥିଲା, ସେଇଟାକୁ ପୁଣି ଚେଞ୍ଜ ହେଇଛି ମାନେ ସମୟକ୍ରମେ ତା'ର ଡେଫିନେସନ୍ ଚେଞ୍ଜ ହେଇ ଆସୁଛି, ଯେଉଁଟାକି ଏବେ ଅଛି ଦ ସାଇଣ୍ଟିଫିକ୍ ଷ୍ଟଡି ଅଫ୍ ହ୍ୟୁମାନ୍ ବିହେଭିୟର ଆଣ୍ଡ ଇଟ୍ସ ମେଣ୍ଟାଲ୍ ପ୍ରୋସେସ୍। କ'ଣ ନା ଆମେ ଗୋଟେ ମାନବର ଯେଉଁ ସାଇଣ୍ଟିଫିକ୍ ଯେଉଁ ଆମର ତାଙ୍କର ଯେଉଁ ହ୍ୟୁମାନ୍ ବିହେଭିୟର ଅଛି ତାକୁ ଷ୍ଟଡି କରିବା ଏବଂ ତାଙ୍କର ଯେଉଁ ମେଣ୍ଟାଲ୍ ପ୍ରୋସେସ୍ ଅଛି, ସେମାନେ କେଉଁ ଭଳିଆ ଥିଙ୍କିଂ କରୁଛନ୍ତି, ସେ ଜିନିଷ ଗୁଡ଼ିକୁ ରିଡ୍ କରିବାଟାକୁ ହିଁ ଆମର ସାଇକୋଲୋଜି ବୋଲି କହିଥାଉ। ଯେଉଁଟାକି ଆମର ଫାଦର ଅଫ୍ ସାଇକୋଲୋଜି କିଏ ଥିଲେ ନା ୱିଲିୟମ୍ ଉଣ୍ଡ୍। ଠିକ୍ ଅଛି। ସେଇଭଳିଆ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ହୁ ଇଜ୍ ଦ ଫାଦର ଅଫ୍ ସ୍ପୋର୍ଟ ସାଇକୋଲୋଜି। ସେଟା ଥିଲା ଆମର କେବଳ ଫାଦର ଅଫ୍ ସାଇକୋଲୋଜି, ଏଇଟା ହେଉଛି ସ୍ପୋର୍ଟ ସାଇକୋଲୋଜି। ଠିକ୍ ଅଛି। ତ ଦେଖନ୍ତୁ, ଏଠି ଅପସନ୍ ଗୁଡ଼ିକୁ ଆପଣ ଦେଖିପାରୁଥିବେ ହେଲା। ତ ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ, ଆଉ ନହେଲେ ଆପଣ ସିଧା କ୍ୱେଶ୍ଚନ୍ ୱାଇଜ୍ ଆମର କମେଣ୍ଟ ଦେଇ ଚାଲନ୍ତୁ ଯେ ୟାର କ୍ୱେଶ୍ଚନ୍ର ଆନ୍ସର୍ ଏଇଟା ହେବ ବୋଲିକି ହେଲା। ତ ଏଇଟା ଦେଖନ୍ତୁ, ସଠିକ୍ ଉତ୍ତର କ'ଣ ହେଇଯିବ ନା କଲେମନ୍ ଗ୍ରିଫିଥ୍। ଠିକ୍ ଅଛି। ଯଦି ଆପଣ କହିଥିବ ଫାଦର ଅଫ୍ ସାଇକୋଲୋଜି ତେବେ ୱିଲିୟମ୍ ଉଣ୍ଡ୍ ହେବ। ଆଉ ଯଦି କହିଥିବ ହୁ ଇଜ୍ ଦ ଫାଦର ଅଫ୍ ସାଇକୋଲୋଜି ତେବେ ହେଇଯିବ କଲେମନ୍ ଗ୍ରିଫିଥ୍। ଠିକ୍ ଅଛି। ଯେ ନେକ୍ସଟ ଦେଖନ୍ତୁ, ସାଇକୋଲୋଜି ୱାର୍ଡ ଡେରାଇଭ୍ ଫ୍ରମ୍ ହ୍ୱିଚ୍ ଲାଙ୍ଗୁଏଜ୍ ହେଲା। ଆମର ଯେଉଁ ସାଇକୋଲୋଜିଟା ଅଛି ସେଇଟା କେଉଁ ଲାଙ୍ଗୁଏଜରୁ ବିଲଙ୍ଗ କରେ ବୋଲି କହିଛି। ଠିକ୍ ଅଛି। ତ ଏଠି ଦେଖନ୍ତୁ, ଆପଣ ଦେଖିପାରୁଥିବେ ଅପସନ୍ ଗୁଡ଼ିକ ହେଲା, ଗ୍ରୀକ୍ ଦେଇଛି, ଲାଟିନ୍ ଦେଇଛି, ଫ୍ରେଞ୍ଚ ଦେଇଛି, ସ୍ପାନିଶ ଦେଇଛି। ତାର ସଠିକ୍ ଉତ୍ତର କ'ଣ ହେଇଯିବ ନା ଅପସନ୍ ବି ଲାଟିନ୍ ହେଲା। ଲାଟିନ୍ ୱାର୍ଡରୁ ଡେରାଇଭ୍ କରୁଛି। ଠିକ୍ ଅଛି। ଦେନ୍ ଦେଖନ୍ତୁ, ଦ କ୍ଲାସିଫିକେସନ୍ ଅଫ୍ ପର୍ସନାଲିଟି ବେସ୍ଡ ଅନ୍ ସୋମାଟୋଟାଇପ୍ ୱାଜ୍ ପ୍ରପୋଜ୍ ବାଇ। ଆମର ଯେଉଁ ପର୍ସନାଲିଟିକୁ କ୍ଲାସିଫିକେସନ୍ କରାଯାଇଛି ସୋମାଟୋଟାଇପ୍ ଇଏରେ, ସେଇଟାକୁ କିଏ ଦେଇଥିଲେ ହେଲା। ଏଠି ଦେଇଛି ଦେଖନ୍ତୁ, ଅପସନ୍ ଏ ୱିଲିୟମ୍ ସେଲ୍ଡନ୍, ବି କାର୍ଲ ଜଙ୍ଗ, ସି ସିଗମଣ୍ଡ ଫ୍ରଏଡ୍, ଆବ୍ରାହମ୍ ମାର୍ଶଲ। ତ ଏଇଟା କିଏ ହେଇଯିବ ନା ସେଲ୍ଡନ୍। ଠିକ୍ ଅଛି। ସେଲ୍ଡନ୍ ଆମର ଯେଉଁ ପର୍ସନାଲିଟିକୁ ସେ କ୍ଲାସିଫିକେସନ୍ କରିଥିଲେ ସୋମାଟୋଟାଇପ୍ ଅନୁଯାୟୀ, ସେଇଟା ଆମର କିଏ ଦେଇଥିଲେ ନା ସେଲ୍ଡନ୍ ଦେଇଥିଲେ। ତ ଏଇଟା ଆପଣ କହିବେ ଯେ ଆମର ଯେଉଁ ବଡି ଟାଇପ୍ ଟିକେ ଦେଇଥିଲେ ସେଲ୍ଡନ୍, ସେ କ'ଣ କ'ଣ ଦେଇଥିଲେ, ଏଇଟା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ଠିକ୍ ଅଛି। ଦେନ୍ ନେକ୍ସଟ ଦେଖନ୍ତୁ, କ୍ରେସମର୍ କ୍ଲାସିଫିକେସନ୍ ଅଫ୍ ପର୍ସନାଲିଟି ଇଜ୍ ବେସ୍ଡ ଅନ୍। ଆମର ଯେଉଁ କ୍ରେସମର୍ ଅଛନ୍ତି ସେ ତାଙ୍କର ଯେଉଁ ପର୍ସନାଲିଟିକା ଯେଉଁ କ୍ଲାସିଫାଇଡ୍ କରିଥିଲେ, କାହାକୁ ଦେଖିକି ସିଏ କ୍ଲାସିଫାଇଡ୍ କରିଥିଲେ, ମାନେ କେଉଁ ମାନେ ମାନବ ଶରୀରର କେଉଁ ମାନେ ଆକ୍ଟିଭିଟିକୁ ବା ଫିଗରକୁ ଦେଖିକି ସିଏ କ୍ଲାସିଫାଇଡ୍ କରିଥିଲେ ବୋଲି କହିଛି। ଠିକ୍ ଅଛି। ଏ ଦେଉଛି ବଡି ଟାଇପ୍, ବି ଦେଉଛି ଇଣ୍ଟେଲିଜେନ୍ସ,
सी देछि इमोशनल स्टेबिलिटी, डी देछि सोशल बिहेवियर। देछि चारटा ऑप्शन दउछि हैला। बॉडी टाइप को देखि देइथिले ना इंटेलिजेंस को देखि देइथिले माने मानकर जो ज्ञान बा बुद्धि को देखि देइथिले बा इमोशनल स्टेबिलिटी माने किए केते इमोशनल स्टेबिलिटी होछि सेही अकॉर्डिंग से माने हमर जो पर्सनालिटी को क्लासिफाइड करथिले बा सोशल बिहेवियर को देखि करथिले हैला। तो एटा सठिक उत्तर कोन हे जबो ना बॉडी टाइप को देखि कि हैला। बॉडी टाइप को हैला फिजिकल जो फीचर्स जो अछि सेही ताको देखि कि हमर कस्टमर क्लासिफिकेशन करथिले तांकर पर्सनालिटी को ठीक अछि। देन देखंतु हु इज द फादर ऑफ आइडियोलॉजिज्म हैला। आइडियोलॉजी रो माने फादर काहा को कहा जाय थाए हैला। तो एटा देखि परथिबे ऑप्शन गुडी को यार सठिक उत्तर हो कौन ना ऑप्शन सी प्लाटो ठीक अच्छे। आईपी मन रखार उपाय हूँ आईपी एड्रेस जो आम मोबाइल थाए आईपी एड्रेस तो आईपी एड्रेस रू आप मन रखिपारे जे फादर ऑफ आइडियोलॉजिज्म कहले आम क्या बुझा ना प्लाटो को कहवा। देन आम जो आइडियोलॉजिज्म कथा कहवा तो देखो आइडियोलॉजिज्म तो आम जाणीगलु किए देते ना प्लाटो देते है सी कौन कहते ना यार जो एमटा थिला हाईएस्ट एमटा कौन थी ना ट्रुथ ब्यूटी एंड गुडनेस को बुझाऊला जोटा कि सत्यम शिवम सुंदरम आम बुझी था ठीक अच्छे। एवं ये कौन होता ना ये आइडियोलॉजिज्म कौन थी ये पीपुल माने माने लोक मानक बेस इंपोर्टाट दौला मोर देन नेचर है नेचर टू पीपुल माने ये इंपोर्टाट माने भैल्यू रखती बोली आमर जो प्लाटो थे से कहते से कौन कहते ना ट्रुथ ब्यूटी एंड गुडनेस को माने हाईएस्ट एम थिला आइडियोलॉजिज्म बोली कहते ठीक अच्छे जोटा कि सत्यम शिवम सुंदरम है। तो यहाँ मन रखिए जो आमको आपको एक्सट्रा कहूँ कहीं यहाँ क्वेश्चन आसवर संभावना अच्छे जे आइडियोलॉजिज्म भितर जो ट्रुथ ब्यूटी एंड गुडनेस कार हाईएस्ट एम थिला है कौ फिलोसफीज है देन हूँ कौ माने कौ फिलोसफीज रे पीपुल मानक बेसी इंपोर्टाट दौले नेचर को नेचर अपेक्षा है एवं किए दौले ठीक अच्छे ये हूँ प्लाटो है ये जिन सब एक्सट्रा जिन मन रखिए। नेक्स्ट देखो हु इज द फादर ऑफ नेचुरलिज्म है नेचुरलिज्म फादर किए बोली कही ठीक अच्छे। तो यहाँ आमर ऑप्शन गुटिक आप देखिपे आरिस्टोटल दौर प्लाटो देती सक्रेटिस देती रूसो दौर ठीक अच्छे। तो यार सठिक उत्तर हो रूसो ठीक अच्छे। ऑप्शन डी हो सठिक उत्तर है जोटा कि नेचुरलिज्म है। तो ये नेचुरलिज्म कथा जो मुझे कहि तेरे ये नेचुरलिज्म सबुठार ओल्डेस्ट फिलोसफी जी आम फिलोसफी रही है सबुठ ओल्डेस्ट फिलोसफी हूँ कि फिजिकल एजुकेशन सबुठार ओल्डेस्ट फिलोसफी हूँ कौन ना नेचुरलिज्म जे कि रूसो देते एवं ए रियलिटी ऊपर आधारित थाए है रियलिटी माने जहाँ आम देखुचे ए धरा पृष्ठभूमि जहाँ भी आम देखुचे जहाँ भी रियल अच्छी सेटा को ही से बेस करके कही थाए ठीक अच्छे। एमती नुहे कि से माने जो आम बिलीव कर बिलीव जिनटा को न था जमती कि आम भगवान उपर बिलीव कर से बिलीव माने भगवान को सी माने एत गुरुत्व दौन से केवल रियलिटी जहाँ जिनस आम देखुलु जहाँ आम माने आम आम आखि आगे जहाँ भी थिला से जिनस को ही से माने इंपोर्टाट जाऊला ठीक अच्छे। ये माने नॉट बिलीव इन गॉड नेचर इज एवरीथिंग है से नेचर ही सब किसी कहीं नेचर जहाँ भी आम देखुचे से आखे माने आखिरे देखी पाते किंतु जो बिलीव जो जिनसा था गॉड बोली से जिनटा को से बिलीव कर है यहाँ ही हूँ नेचुरलिज्म आउटा हूँ मेन हूँ ये मन रखार अच्छी नेचुरलिज्म आम सब ओल्डेस्ट फिलोसफीटा ठीक अच्छे है जोटा कि आमर ये जो नेचुरलिज्म को मेटेरियलिस्टिक कह जाए ठीक अच्छे जेहेतु सी जहाँ जिनस मेटर बा जे सब जिनस गुड़िक देखुं से बिलीव कर तेणुक है यहाँ ये होता है। तो ये सब जिन मन रखिए। देन नेक्स्ट देखो व्हिच फिलोसफी इज द फिलोसफी ऑफ फिजिकल एजुकेशन प्रोग्राम है आमर जो फिजिकल एजुकेशन प्रोग्राम रो फिलोसफीटा मेन भूमिका ग्रहण करता है ए दूसरी रियलिज्म बी रे दूसरी आइडियोलॉजिज्म सी रे दूसरी प्राग्माटिज्म डी रे दूसरी नेचुरलिज्म। तो सांग मैंने ये क्वेश्चन बहुत थर आसी फिजिकल एजुकेशन कोटा मेन फिलोसफीटा आम कम देते हैं यहाँ हूँ आम प्राग्माटिज्मटा ठीक अच्छे। ऑप्शन सी हो सठिक उत्तर प्राग्माटिज्मटा कहीं ये आमर एक कौन क्या डिपेंड करता है ना एक्सपीरियंस और नॉलेज उपर डिपेंड करता है ठीक अच्छे। आउ ये बेसी एक्सपेरिमेंट एक्सपेरिमेंट मान जो अच्छी जिनसा कराई कहीं प्राग्माटिज्म अर्थ आम बुझा लर्निंग बाय डूइंग जहाँ आम करवा करके ही शिखा एमती नुहे कि बसी बसिकी शिखा ठीक अच्छे जहाँ भी हम आम प्राक्ट करके ही शिखा ठीक अच्छे। तो यहाँ आम लर्निंग बाय डूइंग जिनसा को जेहतु फॉलो करुँच तो आम फिजिकल एजुकेशन आम जहाँ भी करुचे प्राक्टिकल जिन आम करुचे देन शिखुचे से आमर जो ये रोज व्हिच फिलोसफी इज द फिलोसफी ऑफ फिजिकल एजुकेशन प्रोग्राम है यहाँ हो कौन प्राग्माटिज्म जे कि किए यहाँ देते
ନା ଜନ୍ ଡେଭି ଦେଇଥିଲେ, ଠିକ୍ ଅଛି, ଯେଉଁଟାକି ଆମର ଏକ୍ସପିରିଏନ୍ସ ଆଉ ନଲେଜ୍ ଉପରେ ଡିପେଣ୍ଡ କରିଥାଏ, ଠିକ୍ ଅଛି। ଯେଉଁଟାକି ଆମେ ଅଲଗା ଅର୍ଥରେ ୟାକୁ ଆମେ କ'ଣ କହିବା ବା ୟାର ଅଲଗା ନାମ କ'ଣ ହେଇପାରିବ ନା ଏକ୍ସପେରିମେଣ୍ଟାଲିଜିମ୍ ମଧ୍ୟ ୟାକୁ କୁହାଯାଇଥାଏ, ଠିକ୍ ଅଛି। ତ ଏଇଟା ସବୁ ଜିନିଷ ମନେ ରଖିବେ। ଦେନ୍ ନେକ୍ସଟ ଦେଖନ୍ତୁ, ହ୍ୱିଚ୍ ଟାଇପ୍ ଅଫ୍ ଦ ପିପଲ୍ ଆର୍ ଟଲ୍ ୱିକ୍ ଆଣ୍ଡ ଲିନ୍ ବଡି, ହେଲା, କେଉଁ ପ୍ରକାର ଲୋକମାନେ ଡେଙ୍ଗା ୱିକ୍ ଆଉ ଲିନ୍ ବଡି ହେଇଥାଏ ବୋଲି କହିଛି। ତ ପ୍ରଥମେ ଏଠି ଯେଉଁ ଅପସନ୍ ଗୁଡ଼ିକ ଦେଉଛି ଆସ୍ଥେଟିକ୍, ଆଥଲେଟିକ୍, ବିକିନିଂ, এই ଯେଉଁ ବଡି ଟାଇପ୍ଟା ବା ଏଇ ପର୍ସନାଲିଟିଟା କିଏ ଦେଇଥିଲେ ବୋଲି ଏଇଟା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣେଇବେ ଯେ ଆସ୍ଥେଟିକ୍ ଆଉ ଆଥଲେଟିକ୍ ଆଉ ବିଗିନିଂଟା କିଏ ଦେଇଥିଲେ। ଦେନ୍ ହେଉଛି ଏଇ ଯେଉଁ କ୍ୱେଶ୍ଚନ୍ ପଚାରିଛି କେଉଁ ଟାଇପ୍ର ଲୋକମାନେ ଟଲ୍ ୱିକ୍ ଆଉ ଲିନ୍ ହେଇଥାନ୍ତି, ହେଲା, ଏରେ ଦେଉଛି ଆସ୍ଥେଟିକ୍, ବିରେ ଆଥଲେଟିକ୍, ସିରେ ଦେଉଛି ପିକନିକ୍, ଆଉ ଗୋଟେ ହେଉଛି ପିକନିକ୍ ବା ପାଇକନିକ୍, ଆଉ ଡି ହେଉଛି ନନ୍ ଅଫ୍ ଦିସ୍, ହେଲା। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ କ'ଣ ନା ଆସ୍ଥେଟିକ୍। ଆସ୍ଥେଟିକ୍ ବଡି ଟାଇପ୍ ମାନେ ଲୋକମାନେ ଡେଙ୍ଗା ୱିକ୍ ଆଉ ଲିନ୍ ବଡି ତାଙ୍କର ହେଇଥାଏ, ଠିକ୍ ଅଛି। ତ ଏହା ଗୋଟେ ଟ୍ରିକ୍ ଆପଣଙ୍କୁ କହିଦେବି, ତ ଆପଣ ଏଇଟା କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବେ ଯେ କିଏ ଦେଇଥିଲା, ଠିକ୍ ଅଛି। ଯେଉଁ ଆସ୍ଥେଟିକ୍, ଆଥଲେଟିକ୍ ଆଉ ପିକନିକ୍ କହୁଛୁ ବା ପିକନିକ୍ ବା ପାଇକନିକ୍ କହୁଛୁ, ହେଲା। ତ ଏଇଠି ଦେଖନ୍ତୁ, ଏଠି ଯେଉଁ ଆଥଲେଟିକ୍ କହିଲେ ଆମେ ବୁଝିପାରୁଥିବୁ ଆଥଲେଟିକ୍ ବଡି ଯେଉଁମାନଙ୍କର ଥାଏ, ଯେଉଁମାନେ ଷ୍ଟ୍ରଙ୍ଗ ଥାନ୍ତି, ଏଇଟା ଆପଣ ବୁଝା ପଡ଼ୁଛି। ଦେନ୍ ପାଇକନିକ୍ ଆଉ ଆସ୍ଥେଟିକ୍ରେ କେମିତି ମନେ ରଖିବେ କେଉଁଟା କେଉଁ ମାନେ କେଉଁ ଭଳିଆ ମାନେ ତାଙ୍କର ବଡି ଜିନିଷଟା ଥାଏ ବୋଲି, ହେଲା। ତ ଦେଖନ୍ତୁ ଏଇଠି ଯେଉଁ ଆସ୍ଥେଟିକ୍ ଦେଇଛି ଟଲ୍ ୱିକ୍ ଆଣ୍ଡ ଲିନ୍ ବିଲ୍ଡ, ଯେଉଁ କହୁଛି ଆସ୍ଥେଟିକ୍ ଯେଉଁ ବୁଝୁଛି ଆସ୍ଥାକୁ ବୁଝଉଛି ନା। ଆସ୍ଥା ଅର୍ଥ ହେଉଛି ଆସ୍ଥା କାହା ଉପରେ ଆମେ ରଖିଥାଉ, ଭଗବାନଙ୍କ ଉପରେ ରଖିଥାଉ, ଭଗବାନ ଉପରେ ବିଲିଭ୍ କରିଥାଉ। ତ ସେଇ ଦୃଷ୍ଟିରୁ ଯେଉଁମାନେ ଆସ୍ଥା ରଖିଥାନ୍ତି, ଭଗବାନ ଉପରେ ଭରସା ରଖିଥାନ୍ତି, ସେମାନେ ବହୁତ କିଛି ଜିନିଷ ଜଗି ମାପିକି ମାନେ ଚାଲିଥାନ୍ତି, ଠିକ୍ ଅଛି। ଆସ୍ଥା ରଖନ୍ତି ମାନେ ବହୁତ ପ୍ରକାର ସେମାନେ ପୂଜା ଅର୍ଚ୍ଚନା କରନ୍ତି, ଯାହାଫଳରେ କି ସେମାନେ କ'ଣ ଖାଇବା ପିଇବା ଟିକେ କମ୍ କରନ୍ତି, ଠିକ୍ ଅଛି। ଆସ୍ଥା ମାନେ ଭଗବାନ ଉପରେ ଯେଉଁମାନେ ଆସ୍ଥା ରଖିଛନ୍ତି ଦେଖିବେ ତାଙ୍କର ଖାଇବାର ଶୈଳୀଟା ଟିକେ ଅଲଗା ହେଇଥାଏ। ଯେହେତୁ ତାଙ୍କର ଖାଇବା ଶୈଳୀଟା ଅଲଗା ହେଇଥାଏ, ଯେହେତୁ ଖାଇବାକୁ ଏତେ ସେମାନେ ଗୁରୁତ୍ୱ ଦିଅନ୍ତିନି, ତ ସେମାନେ ତାଙ୍କର ଦେହଟା କ'ଣ ହେଇଥାଏ, ପତଳା ହେଇଥାଏ, ୱିକ୍ ହେଇଥାଏ ଆଉ ଲିନ୍ ବଡି ହେଇଥାଏ, ଠିକ୍ ଅଛି। ଦେନ୍ ପାଇକନିକ୍ ବା ପିକନିକ୍, ଯେଉଁମାନେ ମାନେ ସବୁବେଳେ ପିକନିକ୍ କରି ବୁଲୁଥାନ୍ତି, ଟ୍ରାଭେଲ୍ କରି ବୁଲୁଥାନ୍ତି, ପିକନିକ୍ ମୌଜ ମସ୍ତିରେ ରୁହନ୍ତି, ହେଲା, ପିକନିକ୍ କରି ବୁଲୁଥାନ୍ତି, ସେମାନେ ମାନେ ହେଭି ଫୁଡ୍ ଖାଆନ୍ତି, ହେଭି ଫୁଡ୍ ଫାଷ୍ଟ ଫୁଡ୍ ଖାଇବେ। ତ ଖାଇବା ଫଳରେ କ'ଣ ହେବ, ତାଙ୍କ ବଡ଼ିଟା କ'ଣ ହେବ, ମୋଟା ହେବ। ତ ଏଇଟା ମନେ ରଖିବେ। ଆଥଲେଟିକ୍ କହିଲେ ତ ଆମେ ଜାଣିଗଲୁ ମସ୍କୁଲାର ବଡି। ଆସ୍ଥେଟିକ୍ ଯେଉଁମାନେ ଭଗବାନଙ୍କ ଉପରେ ଆସ୍ଥା ରଖନ୍ତି, ସେମାନେ କମ୍ ଖାଆନ୍ତି, କମ୍ ଖାଇବା ଫଳରେ ସେମାନଙ୍କର ଦେହଟା ହେଇଥାଏ ପତଳା ହେଇଥାଏ, ୱିକ୍ ହେଇଥାଏ, ଲିନ୍ ହେଇଥାଏ। ସେଗୁଡ଼ା ପାଇକନିକ୍ ଯଦି କଥା କହିବା, ପାଇକନିକ୍ରେ କ'ଣ ମାନେ ପାଇକନିକ୍ ବା ପିକନିକ୍ ଏମିତି ଆପଣ ପ୍ରନାଉନ୍ସିଏସନ୍ କରିକି ଚାଲିବେ। ତ ସେଠି କ'ଣ ହେଇଥାଏ ସାଙ୍ଗମାନେ, ସେଠି ହେଇଥାଏ କ'ଣ, ସେମାନେ ବେଶୀ ପିକନିକ୍ କରନ୍ତି, ଏଠି ସେଠି ବୁଲନ୍ତି, ଫାଷ୍ଟଫୁଡ୍ ଜିନିଷ ଖାଆନ୍ତି, ଖାଇବା ଫଳରେ କ'ଣ ହୋଇଥାଏ, ତାଙ୍କ ଦେହଟା ମୋଟା ହେଇଥାଏ। ତ ଏହି ହିସାବରେ ଆପଣ ମନେ ରଖିବେ, ଯେଉଁଟାକି ମୁଁ ଟ୍ରିକ୍ କହିଦେଲି। ତ ଏଇ ଜିନିଷଟା କିଏ ଦେଇଥିଲେ ସେଇଟା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣେଇବେ। ଦେନ୍ ନେକ୍ସଟ ଦେଖନ୍ତୁ, ହ୍ୱିଚ୍ ଟାଇପ୍ ଅଫ୍ ପର୍ସନାଲିଟି ଇଚ୍ ଅଫ୍ ସର୍ଟ ଲିମ୍ସ, ଫାଟି ବଡି ଆଣ୍ଡ ୱାଇଡ୍ ହିପ୍ସ, ହେଲା। ଏଇଠି ଯେଉଁ ସର୍ଟ ଲିମ୍ସ ଅଛି, ଫାଟି ବଡି ମାନେ ମୋଟା ଶରୀର ଏବଂ ୱାଇଡ୍ ହିପ୍ସ ହେଇଥାଏ, ହେଲା, ମାନେ ଓସାରିଆ ଯେଉଁ ଆମର ହେଉଛି ଅଣ୍ଟା ଇଏଟା ରହିଥାଏ, ଠିକ୍ ଅଛି। ତ ଏଠି ଆପଣ ଦେଖିପାରୁଥିବେ, ତ ଏଇଟା ବି ଯେଉଁ ଦେଇଛନ୍ତି ବଡି ଟାଇପ୍ ଏଠି ଦେଖିପାରୁଥିବେ, ଏରେ ଦେଉଛି ଏକ୍ଟୋମର୍ଫ, ବିରେ ମେସୋମର୍ଫ, ସିରେ ଏଣ୍ଡୋମର୍ଫ, ଆଉ ହେଉଛି ଆଥଲେଟିକ୍ ବଡି, ହେଲା, ଠିକ୍ ଅଛି। ତ ଏ ଯେଉଁ ଏକ୍ଟୋମର୍ଫ, ଏଣ୍ଡୋମର୍ଫ, ମେସୋମର୍ଫ ଏଇଟା କିଏ ଦେଇଥିଲେ, ଏଇଟା ବି ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣେଇବେ। ଆଉ ଏଠି ବି ଆପଣଙ୍କୁ ଟ୍ରିକ୍ ମୁଁ କହିଦେବି, ଯାହାଫଳରେ କି ଆପଣ ମନେ ରଖିପାରିବେ ଯେ କେଉଁଟା କେଉଁ ୟୁପିରେ ଯାଉଛି, ଠିକ୍ ଅଛି, ହେଲା। ଏଇଠି ଖାଲି ଗୋଟେ ମନେ ରଖିବେ ଯେ ଏଇଠି ଯେଉଁ ଆମର ଯେଉଁ ଅପସନ୍ରେ ଦେଉଛି ମେସୋମର୍ଫ କହିଲେ ଆମେ ଯେଉଁ ଆଥଲେଟିକ୍ ବଡି ବା ମସ୍କୁଲାର ବଡିକୁ ବୁଝିଥାଉ। ଦେନ୍ ଏଇଠି ଯେଉଁ ଏକ୍ଟୋମର ଆଉ ଏଣ୍ଡୋମର ଦୁଇଟା ରହିଲା, ଏଇଠି ବୁଝିବାକୁ ଚେଷ୍ଟା କରିବେ। ଯେଉଁ ଏରେ ଦେଇଛି ଏକ୍ଟୋମର୍ଫଟା, ଏକ୍ଟୋମର୍ଫ ହେଉଛି ଏକ୍ଟୋମର ଯେଉଁ ଆକ୍ଟିଂ ଯେଉଁମାନେ କରନ୍ତି, ହେଲା, ଖାଇବାକୁ ନେଇକି ଯେଉଁମାନେ ଆକ୍ଟିଂ କରନ୍ତି, ନା ମୁଁ ଏଇଟା ଖାଇବିନି, ମାନେ ତାଙ୍କର ବାହାନାବାଜି ଯେତିକି ଥାଏ, ଆକ୍ସନ୍ ମାନେ ଆକ୍ଟିଂ କରନ୍ତି ଯେଉଁମାନେ, ମୁଁ ଏଇଟା ଖାଇବିନି, ସେଟା ଖାଇବିନି, ଇଏ କରିବିନି, ସିଏ କରିବିନି। ଯଦି ସେମାନେ ମାନେ ଆମର ଯେଉଁ ନ୍ୟୁଟ୍ରିଏଣ୍ଟସ୍ ଜିନିଷ ଅଛି ସେଗୁଡ଼ିକ ସେମାନେ ଖାଇବେନି, ହେଲା, ତାଙ୍କର ସ୍ୱାଦ ଅନୁଯାୟୀ ଖାଇବେ, ହେଲା। ତ କି ହେବ, ଯେଉଁମାନେ ଆକ୍ଟିଂ କରିବେ ସେମାନେ ଖାଇବା କମ୍ କରିବେ, ଯେ ମୁଁ ଏଇଟା ଖାଇବିନି, ଏଇଟା ହେଲେ ମୋତେ ପସନ୍ଦ ହେଉନି, ଯାହାଫଳରେ ତାଙ୍କର ଦେହଟା କେମିତି ହେବ, ପତଳା ହେବ, ଲିନ୍ ହେବ, ୱିକ୍ ହେବ, ଠିକ୍ ଅଛି। ଆଉ ଗୋଟେ ହେଉଛି ଏଣ୍ଡୋମର୍ଫ ମାନେ କ'ଣ, ଏଣ୍ଡୋର ହେଉଛି ଅଣ୍ଡା, ଅଣ୍ଡାକୁ ମନେ ରଖିବେ। ଯେଉଁମାନେ ଅଣ୍ଡା ଖାଆନ୍ତି, ଠିକ୍ ଅଛି, ସେମାନେ ନିହାତି ଆମର ମୋଟା ହେବେ, ହେଲା, ତାଙ୍କ ବଡ଼ିଟା ନିହାତି ମୋଟା ହେବ, ହଁ କି ନାହିଁ। ଯେଉଁମାନେ ଆକ୍ଟିଂ କରନ୍ତି ଖାଇବାକୁ ନେଇକି, ତାଙ୍କ ନିହାତି ଶରୀରଟା ପତଳା ହେବ। ଆଉ ଯେଉଁମାନେ ଆମର ମାନେ ଯେଉଁମାନେ ମୋଟା ରହିବେ, ତାଙ୍କର ତାଙ୍କର କି ହେବ, ଅଣ୍ଡା ଖାଇକି ମୋଟା ହେଇଯିବେ, ହେଲା। ଏହି ହିସାବରେ ଆପଣ ମନେ ରଖିବେ। ଆଉ ମେସୋମର୍ଫ କହିଲେ ଆପଣ ଜାଣିଯିବେ ଯେ ମସ୍କୁଲାର ବଡି। ତ ଏଇଠି ଯେଉଁ କହିଛି ଫାଟି ବଡି କହିଛି, ତ ଏଠି ଅପସନ୍ କ'ଣ ମାନେ ସଠିକ୍ ଉତ୍ତର କ'ଣ ହେଇଯିବ, ଅପସନ୍ ସି ହେଇଯିବ, ଏଣ୍ଡୋମର୍ଫ ବୋଲି, ଠିକ୍ ଅଛି। ଦେନ୍ ନେକ୍ସଟ ଦେଖନ୍ତୁ,
ହୁଇଚ୍ ଟାଇପ୍ ଅଫ୍ ପିପୁଲ୍ ଏକ୍ସପ୍ରେସ୍ ଦେୟାର ଫିଲିଙ୍ଗସ୍ ଓପନଲି, କେଉଁ ପ୍ରକାର ପିପୁଲ୍ ତାଙ୍କର ଆମର ଯେଉଁ ଫିଲିଙ୍ଗସଟାକୁ ଓପନଲି ଏକ୍ସପ୍ରେସ୍ କରିଥାନ୍ତି, ଇଣ୍ଟ୍ରୋଭର୍ଟ ନା ଏକ୍ସଟ୍ରୋଭର୍ଟ ହେଲା, ଇଣ୍ଟ୍ରୋଭର୍ଟ ନା ଏକ୍ସଟ୍ରୋଭର୍ଟ। ତ ଏଇଟା ଦେଖନ୍ତୁ ସହଜ କ୍ୱେଶ୍ଚନଟା ହେଲା, ଏଠି କି ହେଇଯିବ ଏକ୍ସଟ୍ରୋଭର୍ଟ ହେଇଯିବ। ଆଉ ଇଣ୍ଟ୍ରୋଭର୍ଟ ମାନେ କଣ ନିଜ ନିଜ ଭିତରେ ହିଁ ଖୋଇଥାନ୍ତି, ସୋସିଆଲି ସେମାନେ ବେଶୀ ମିଶି ପାରନ୍ତିନି। ଏକ୍ସଟ୍ରୋଭର୍ଟ ହେଉଛି ସମସ୍ତଙ୍କ ସହିତ ମିଶିଯାଆନ୍ତି ବହୁତ ଜଲ୍ଦି, ସୋସିଆଲି ସେମାନେ ବହୁତ ଷ୍ଟ୍ରଙ୍ଗ ହେଇଥାନ୍ତି ହେଲା। ତେଣୁ ଏଠି ଯେଉଁ ଓପନଲି ଯେ ମାନେ ତାଙ୍କୁ କେଉଁମାନେ ମାନେ ତାଙ୍କର ଯେଉଁ ଫିଲିଙ୍ଗସଟାକୁ ଓପନଲି ସମସ୍ତଙ୍କ ଆଗରେ ସେୟାର କରିପାରିବେ, ଏକ୍ସପ୍ରେସ୍ କରିପାରିବେ, ସେମାନେ ଏକ୍ସଟ୍ରୋଭର୍ଟ ପିପୁଲ୍ ମାନେ ହିଁ ହେଇଥିବେ ନା। ଦେନ୍ ନେକ୍ସଟ ଦେଖନ୍ତୁ, ହୁଇଚ୍ ଇଣ୍ଟ୍ରିନ୍ସିକ୍ ମୋଟିଭେସନ୍ ଇଜ୍ ସରି 12 ନମ୍ବରଟା ଦେଖନ୍ତୁ, ସୋର୍ସ ଅଫ୍ ଇଣ୍ଟ୍ରିନ୍ସିକ୍ ମୋଟିଭେସନ୍ ଇଜ୍। ଆମେ ଜାଣିଛୁ ମୋଟିଭେସନ୍ ଦୁଇ ପ୍ରକାର ଥାଏ, ଗୋଟେ ହେଉଛି ଇଣ୍ଟ୍ରିନ୍ସିକ୍ ଆଉ ଗୋଟେ ହେଉଛି ଏକ୍ସଟ୍ରିନ୍ସିକ୍ ହେଲା। ଇଣ୍ଟ୍ରିନ୍ସିକ୍ ହେଉଛି ସେଲ୍ଫ, ଯେଉଁଟା ଆମର ନିଜ ଭିତରେ, ଯେଉଁଟା ଆମର ନିଜ ଅନ୍ତର୍ନିହିତରୁ ଯେଉଁ ମୋଟିଭେସନ୍ ହେଇଥାଉ ଆମେ, ସେଇଟା ଇଣ୍ଟ୍ରିନ୍ସିକ୍ରେ ଯାଉଛି। ଆଉ ଏକ୍ସଟ୍ରିନ୍ସିକ୍ ହେଉଛି କିଛି ଗୋଟେ ଆମର ରିୱାର୍ଡ଼କୁ ନେଇକି, କିଛି ଗୋଟେ ପାଇବାର ଆଶାକୁ ନେଇକି ଯେଉଁ ଆମେ ମୋଟିଭେଟ୍ ହେଇକି କାମଟା କରିଥାଉ, ସେଇଟା ହେଉଛି ଏକ୍ସଟ୍ରିନ୍ସିକ୍ରେ ଯାଉଛି। ଠିକ୍ ଅଛି, ତ ଏଠି କହିଛି ସୋର୍ସ ଅଫ୍ ଇଣ୍ଟ୍ରିନ୍ସିକ୍ ମୋଟିଭେସନ୍ ଇଜ୍ କେଉଁଠୁ ମିଳିଥାଏ, ସିବଲିଙ୍ଗସରୁ ମିଳିଥାଏ, ଫ୍ୟାମିଲିରୁ ମିଳିଥାଏ, ଟିଚର୍ସରୁ ମିଳିଥାଏ, ବା ସେଲ୍ଫରୁ ମିଳିଥାଏ। ତ ଯେହେତୁ ଇଣ୍ଟ୍ରିନ୍ସିକ୍ ମୋଟିଭେସନ୍ ଦେଇଛି, ନିଜର ଅନ୍ତର୍ନିହିତରୁ ଆମେ ମୋଟିଭେଟ୍ ହେଇଥାଉ, ତେଣୁ ଏଠି ଆମର କ'ଣ ହେଇଯିବ ସଠିକ୍ ଉତ୍ତର, ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର, ସେଲ୍ଫ ହେଲା, ସେଲ୍ଫ। ଦେନ୍ ନେକ୍ସଟ ଦେଖନ୍ତୁ, ହୁ ଇଜ୍ ଦ ଫାଉଣ୍ଡର ଅଫ୍ ନ୍ୟାଚୁରାଲିଜିମ୍ ହେଲା। ଆମର ଯେଉଁ ନ୍ୟାଚୁରାଲିଜିମ୍ ଅଛି ତାର ଫାଉଣ୍ଡର କିଏ ବୋଲି କହିଛି। ତ ୟା ପୂର୍ବରୁ ବି ଏଇ କ୍ୱେଶ୍ଚନଟା ଆସିଥିଲା, ରିପିଟ୍ ହେଇଛି। ତ ଏଇଟା ଆନ୍ସର୍ ଦିଅନ୍ତୁ ହେଲା। ଏଇଟା କିଏ ଦେଇଥିଲେ ନା, ଏଇଟା ଦେଇଥିଲେ କିଏ ନା ଆମର ରୋସୋ ଦେଇଥିଲେ। ଠିକ୍ ଅଛି, ଯେଉଁଟାକି ଆମର ଅଲ୍ଡେଜ୍ ଫିଲୋସଫି ଥାଏ। ଦେନ୍ ଏଇଟା ଗୋଟେ ଦେଖନ୍ତୁ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ଇଆର୍ଜି ଥ୍ୟୋରୀ ୱାଜ୍ ଗିଭେନ୍ ବାଇ। ଆମର ଯେଉଁ ଇଆର୍ଜି ଥ୍ୟୋରୀ କିଏ ଦେଇଥିଲେ ହେଲା, ଏଇଠି ଅପସନ୍ ଦେଖିପାରୁଥିବେ ହେଲା। ତ ଆନ୍ସର୍ ଦେବା ପାଇଁ ଚେଷ୍ଟା କରନ୍ତୁ ହେଲା। ତ ଏହାର ସଠିକ୍ ଉତ୍ତର ହେଇଯିବ କ'ଣ ନା ଅପସନ୍ ବି, ଆଲ୍ଡେରଫୋର୍ଡ। ଠିକ୍ ଅଛି, ଅପସନ୍ ବି ହେଇଯିବ ସଠିକ୍ ଉତ୍ତର। ଆଉ ଇଆର୍ଜି ଥ୍ୟୋରୀଟା ଆମର ଯେଉଁ ରହିଛି, ଆମର ଯେଉଁ ଅବ୍ରାହମ ମାର୍ଶଲ ଯେଉଁ ଦେଇଥିଲେ, ଆମର ଯେଉଁ ନିଡ୍ ଥ୍ୟୋରୀ ଦେଇଥିଲେ, ଯେଉଁ ଫିଜିଓଲୋଜିକାଲ ନିଡ୍ ରହିବ, ଦେନ୍ ଆମର ସେଫ୍ଟି ନିଡ୍ ରହିବ, ଠିକ୍ ଅଛି, ଲଭ୍ ଆଣ୍ଡ ବିଲଙ୍ଗିଂ ରହିବ, ସେଲ୍ଫ ଇଷ୍ଟିମ୍ ରହିବ, ଦେନ୍ ସେଲ୍ଫ ଆକ୍ଚୁଆଲାଇଜେସନ୍ ରହିବ, ତାର ମଡିଫାଇ ଭର୍ସନଟା ଏଇଗାକୁ ସେ ପାର୍ଟ ଡିଭାଇଡ୍ କରିକି ଆମର ଇଆର୍ଜି ଥ୍ୟୋରୀ ଦେଇଥିଲେ କିଏ ନା ଆଲ୍ଡେରଫୋର୍ଡ। ଯେଉଁଠିକି ଆମର ଇର ଅର୍ଥ ହେଉଛି, ଇର ଅର୍ଥ ହେଉଛି ଏକ୍ଜିଷ୍ଟାନ୍ସ, ଯେଉଁଟାକି ଆମର କ'ଣ ବୁଝିବା, ଯେଉଁଠିକି ବଞ୍ଚିବା ସୁରକ୍ଷିତ ରହିବା ପାଇଁ ଆମର ଯାହା ସବୁ ଦରକାର ହୋଇଥାଏ, ସେଇଟା ହେଉଛି ଏକ୍ଜିଷ୍ଟାନ୍ସରେ ଯାଉଛି ଇରେ ହେଲା। ଦେନ୍ ହେଉଛି ଆର୍ ହେଲା, ଆର୍ର ଅର୍ଥ କ'ଣ, ଆର୍ ହେଉଛି ରିଲେଟେଡନେସ୍, ମାନେ ଯେଉଁଠି ଆମର ଯେଉଁ ଆମର ସୋସିଆଲି ନିଡ୍ ଆମେ ଯାହା କରିଥାଉ ହେଲା, ସମ୍ପର୍କ ହେଲା, ସମ୍ପର୍କ ବଢ଼ିବା ଯେଉଁ ଜିନିଷଟାକୁ ଆସିଥାଏ ସେଇଟା ହେଉଛି ରିଲେଟେଡନେସ୍ରେ ଯାଉଛି। ଦେନ୍ ହେଉଛି ଜି, ଇ ଆର୍ ଜି, ଜିର ହେଉଛି ଗ୍ରୋଥ୍ ହେଲା। ଗ୍ରୋଥରେ ଏଇଠି ହେଉଛି ଆମର କେମିତି ଆମେ ଉନ୍ନତି କରିବା, ବିକାଶ କରିବା ହେଲା, ମାନେ ହାଏଷ୍ଟ ଡେଭଲପମେଣ୍ଟ ଆମର ଯେଉଁଟା ହୋଇଥାଏ ସେଇଟା ହେଉଛି ଜିରେ ଯାଉଛି ହେଲା, ଇଆର୍ଜି। ତ ଏଇଟା କିଏ ଦେଇଥିଲେ, ସେଇଟା ହେଉଛି ଆମର ଦେଇଥିଲେ କିଏ ନା ଏଲ୍ଡରଫୋର୍ଡ। ଏବଂ ଯେଉଁ ଅବ୍ରାହମ ମାର୍ଶଲ ଯେଉଁ ଦେଇଥିଲେ ବାୟୋଲୋଜି ମାନେ ବାୟୋଲୋଜିକାଲ ନିଡ୍ ବା ଫିଜିଓଲୋଜିକାଲ ନିଡ୍ ଅନୁଯାୟୀ ହେଲା, ଆମର କ'ଣ ନିହାତି ଦରକାର, ଦେନ୍ ସେଫ୍ଟି ନିଡ୍ ଆମର କ'ଣ ଦରକାର ହେଲା। ସେଫ୍ଟି ନିଡ୍ରେ ଆମର ଆସିଯାଉଛି ଯେଉଁ ମନି ପ୍ରପର୍ଟି ଆସିଯାଉଛି। ଦେନ୍ ହେଉଛି सोशल नीड आम कौन दरकार, लव एंड बिलंगिंग मैंने आमको जो ये करूँ, सेल्फ इस्टीम आम दरकार, रेस्पेक्ट दरकार। देन आमर जो रही लास्ट जो हायरकी रही है सेल्फ एक्चुअलाइजेशन। सेल्फ एक्चुअलाइजेशन कौन ना जो कि जड़े एतिकी उन्नति हो एतिकी स्तर को पड़ो से से किसी आवश्यक कर न था। ठीक अच्छे, तो यही जिनस जो अब्राहम मार्शलर मुझे ऑलरेडी आम प्रिवियस क्वेश्चन गुड़िक ब्रीफली आलोचना कर देखीदे। ठीक अच्छे, तो ये आप मन रखिए इआरजी थ्योरी हूँ जो अब्राहम मार्शलर अपडेट ये जोटा कि आम देते कि आल्डफोर्ड देते जोटि कि आम जो रही बायोलॉजिकल और सेफ्टी नीड को लेकिन हूँ आमर कौन एक्जिस्टेंस को बुझी। देन आमर जो रही है सोशल नीडटा को है थर्ड जो रही है सोशल नीडटा चली आम रिलेटेडनेस है जोटि कि संपर्क थाए है से संपर्क खोजी थाए। देन जीरो हूँ ग्रोथ जोटि कि विकास होता है जोटि कि आमको आमर रेस्पेक्ट आम खोजी था एमती गोटे स्तर को जाइए जेठू आमको आउ माने से किसी आम आशा बोली रखी न था जोटा कि आम उन्नति पूरा हाइस्ट डेवलपमेंट जोटा आम होता है यहाँ हूँ इआरजी थ्योरी है। देन नेक्स्ट देखो, व्हिच ऑफ द फॉलोइंग इज एन इंट्रिंसिक मोटिवेशन, कोटा गोटे इंट्रिंसिक मोटिवेशन रे जाउची, पे, फीडबैक, प्रमोशन, इंटरेस्ट ऑफ प्ले है। यहाँ देखो क्वेश्चन आंसर देवाई चेष्टा करूँ। ठीक अच्छे, तो यार सठिक उत्तर हो इंटरेस्ट ऑफ प्ले। ठीक अच्छे, यहाँ ही आम इंट्रिंसिक मोटिवेशन रे जाउची। रेनफोर्समेंट थ्योरी ऑफ मोटिवेशन इज गिवन बाय, एटा रेनफोर्समेंट थ्योरी ऑफ मोटिवेशन गिवन किए देते है देखी पार्थिव ऑप्शन गुड़िक, तो आंसर देवाई चेष्टा करूँ। जंग देछि, मार्शल देछि, हाइजनबर्ग देछि, स्किनर देछि। ठीक अच्छे, किए हो
ଏହାର ସଠିକ୍ ଉତ୍ତର ହେଇଯିବ BF ସ୍କିନର। ତ ଏଇ ରେନଫୋର୍ସମେଣ୍ଟ ଥ୍ୟୋରୀ ବିଷୟରେ ଅଲରେଡ଼ି ପ୍ରିଭିୟସ୍ ଇୟର୍‌ରେ ମୁଁ ମାନେ ପ୍ରିଭିୟସ୍ ଇୟର୍ ଯେଉଁ କ୍ୱେଶ୍ଚନ୍ ସବୁ ଆମର ଡିସ୍କସନ୍ ଚାଲିଥିଲା ସେଇଥିରେ ଆପଣଙ୍କୁ କହିଛି BF ସ୍କିନର ଯେଉଁ ଦେଇଥିଲେ, ଯାହାର ମାନେ ଯେଉଁ ଇଏଟା ଏକ୍ସପେରିମେଣ୍ଟଟାକୁ କ'ଣ ଯେ ଅପେରାଣ୍ଟ କଣ୍ଡିସନିଂ କୁହାଯାଇଥାଏ ହେଲା, ବା ଏହାକୁ ଆମର ଇନଷ୍ଟ୍ରୁମେଣ୍ଟାଲ କଣ୍ଡିସନିଂ ବୋଲି କହିଥାଉ। ଯେଉଁଥିରେ କି ସେ ଆମର କେଉଁ ଉପରେ ଏକ୍ସପେରିମେଣ୍ଟ କରିଥିଲା ନା ଆମର ଯେଉଁ ରେଡ୍ ମୂଷା ଉପରେ ଏକ୍ସପେରିମେଣ୍ଟ କରିଥିଲେ, ଯେଉଁ ଲିଭର ସିଷ୍ଟମ୍ ଥିଲା ହେଲା, ଲିଭର ଦେବା ଫଳରେ ସେ ତାଙ୍କର ଯେଉଁ 4ଟା କଣ୍ଡିସନ୍ ଦେଖିବା ପାଇଁ ମିଳିଥାଏ ହେଲା, ଯେଉଁଟାକି ୟା ପୂର୍ବରୁ ମୁଁ ବ୍ରିଫଲି ଆଲୋଚନା କରିଛି, ସେଇଟା ଆପଣ ଦେଖିଦେବେ। ଏଇଠି ତ ମେନ୍ ହେଉଛି କ'ଣଟା ରେନଫୋର୍ସମେଣ୍ଟ ଆସିଥାଏ। ପ୍ରଥମେ କ'ଣ ହୋଇଥାଏ, ରେସ୍ପନ୍ସ ହେଇଥାଏ, ଦେନ୍ ଷ୍ଟିମୁଲସ୍ ହେଇଥାଏ, ଦେନ୍ ରେନଫୋର୍ସମେଣ୍ଟ ହେଇଥାଏ। ଯେଉଁମାନେ ସେ ଜାଣିନଥାଏ କେଉଁ ଲିଭରଟା ଦବିଲେ କ'ଣ ହେବ, ଠିକ୍ ଅଛି। ତ ସେ ଅନୁଯାୟୀ ସେ ଏଠି ସେଠି ରେସ୍ପନ୍ସ କଲା ପରେ ଦେଖୁଛି ଯେ ସେ ଲିଭର ଦେଉଛି ତ କିଛି ଗୋଟେ ତା ବଡ଼ିରେ ରିଆକ୍ସନ୍ ହେଉଛି, ଖାଇବା ପାଉଛି ବା ଇଲେକ୍ଟ୍ରି ଯେଉଁ ସକ୍ ପାଉଛି, ଠିକ୍ ଅଛି। ତ ସେଇଟା ଆମକୁ କ'ଣ ଷ୍ଟିମୁଲସ୍ ଆସୁଛି, ଉଦ୍ଦୀପନା ଆସୁଛି ବାରବାର କରିବା ପାଇଁ ତାକୁ ଇଏ ମିଳିବ, ତେଣୁ ତାକୁ ରେନଫୋର୍ସମେଣ୍ଟ ଆସିବ ଯେ ମୁଁ ଏଇ ଲିଭର ଗୁଡ଼ିକ ଦେବା ଦ୍ୱାରା ମୋତେ ରେନଫୋର୍ସମେଣ୍ଟ ବାରବାର କରିବା ଦ୍ୱାରା କିଛି ଗୋଟେ ଜିନିଷ ସେ ପାଉଛି। ତ ତେଣୁ ଏଇଟା ଆମର ଯାଉଛି ୟା ମାନେ ବିଷୟରେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତ ଯେଉଁ ପ୍ରିଭିୟସ୍ ଇୟର୍ ଯେଉଁ କ୍ୱେଶ୍ଚନ୍ ଯେଉଁ ମୁଁ ଡିସ୍କସ୍ କରିଥିଲି ସେଇଠି ଆପଣ ଭଲସେ ବୁଝିପାରିବେ ହେଲା। ଯେହେତୁ ଏକା ଆପଣଙ୍କ ପ୍ରାକ୍ଟିସ୍, ତେଣୁ ମୁଁ ଟିକେ ସମ୍ମୁଖରେ ଆପଣଙ୍କୁ କହିଦେଉଛି ହେଲା। ତ ବେସିକାଲି ଏଇଠି ଆପଣ ମେନ୍ ଫୋକସ୍ ରଖିବେ ଯେ ମୁଁ କେତେଟା ଆନ୍ସର୍ ଦେଇପାରୁଛି, ଠିକ୍ ଅଛି, ଯେଉଁଟାକି ଆପଣଙ୍କ ପାଇଁ ବେଟର୍ ହେବ। ଦେନ୍ ଦେଖନ୍ତୁ, ଏଣ୍ଡୋମର୍ଫିକ୍ ମେସୋମର୍ଫିକ୍ ଏକ୍ଟୋମର୍ଫିକ୍ ଆର୍ ଟାଇପ୍ ଅଫ୍ ହେଲା, ଏଟାକୁ କ'ଣ କୁହାଯାଇଥାଏ, ପର୍ସନାଲିଟି, ମସଲ୍, ମୋଟିଭେସନ୍, ଏଞ୍ଜାଇଟି। ତ ଏଟା ସଠିକ୍ ଉତ୍ତର କ'ଣ ହେଇଯିବ, ପର୍ସନାଲିଟି। ଦେନ୍ ନେକ୍ସଟ ଦେଖନ୍ତୁ, ଟର୍ମିନାଲ୍ ଫିଡବ୍ୟାକ୍ ଇଜ୍ ଦ ଇନଫର୍ମେସନ୍ ପ୍ରୋଭାଇଡେଡ୍ ଟୁ ଦ ଲର୍ଣ୍ଣର। ଆମର ଯେଉଁ ଟର୍ମିନାଲ୍ ଫିଡବ୍ୟାକ୍ଟା ଯେଉଁ ଇନଫର୍ମେସନ୍ଟା ଲର୍ଣ୍ଣରମାନଙ୍କୁ ପ୍ରୋଭାଇଡ଼ କରାଯାଇଥାଏ, ସେଇଟା କେତେବେଳେ ପ୍ରୋଭାଇଡ଼ କରାଯାଇଥାଏ ବୋଲି କହିଛି, ବିଫୋର୍ ଦ ଆକ୍ଟିଭିଟି, ଡ୍ୟୁରିଂ ଦ ଆକ୍ଟିଭିଟି, ଆଫ୍ଟର ଦ ଆକ୍ଟିଭିଟି, ନନ୍ ଅଫ୍ ଦିସ୍ ହେଲା। ତ ଏହାର ସଠିକ୍ ଉତ୍ତର ହେଇଯିବ ଆଫ୍ଟର ଦ ଆକ୍ଟିଭିଟି କରିସାରିଲା ପରେ ହିଁ ଟର୍ମିନାଲ୍ ଫିଡବ୍ୟାକ୍ ଦିଆଯାଇଥାଏ ବା ଇନଫର୍ମେସନ୍ ଦିଆଯାଇଥାଏ କ'ଣ ଠିକ୍ ରହିଲା କ'ଣ ଭୁଲ ରହିଲା ବୋଲି, ଠିକ୍ ଅଛି। ତେଣୁ ଏଟାର ସଠିକ୍ ଉତ୍ତର ହେଇଯିବ ଆଫ୍ଟର ଦ ଆକ୍ଟିଭିଟି। ଦେନ୍ ନେକ୍ସଟ ଦେଖନ୍ତୁ, ହ୍ୱାଟ୍ ଟାଇପ୍ ଅଫ୍ ମୋଟିଭେସନ୍ ଇଜ୍ ନଟ୍ ଆପ୍ଲିକେବୁଲ୍ ଫର୍ ଦ ୟଙ୍ଗ ଚିଲଡ୍ରେନ୍ ହେଲା, ୟଙ୍ଗ ଚିଲଡ୍ରେନ୍ ମାନଙ୍କ ପାଇଁ କେଉଁ ଟାଇପ୍ ଅଫ୍ ମୋଟିଭେସନ୍ଟା ଆପ୍ଲିକେବୁଲ୍ ନୁହେଁ ବୋଲି କହିଛି ହେଲା, ଇଣ୍ଟ୍ରିନ୍ସିକ୍ ମୋଟିଭେସନ୍, ଆଚିଭମେଣ୍ଟ ମୋଟିଭେସନ୍, ଏକ୍ସଟ୍ରିନ୍ସିକ୍ ମୋଟିଭେସନ୍ ଆଉ ନନ୍ ଅଫ୍ ଦିସ୍। ତ ଏହାର ସଠିକ୍ ଉତ୍ତର ହେଇଯିବ ଇଣ୍ଟ୍ରିନ୍ସିକ୍ ମୋଟିଭେସନ୍, ଠିକ୍ ଅଛି। ଏଇଟା ହେଉଛି ୟଙ୍ଗ ଚିଲଡ୍ରେନ୍ ମାନଙ୍କ ପାଇଁ ଆପ୍ଲିକେବୁଲ୍ ନୁହେଁ। ଦେନ୍ ନେକ୍ସଟ ଦେଖନ୍ତୁ, ଇନଷ୍ଟ୍ରୁମେଣ୍ଟାଲ ଆଣ୍ଡ ହସ୍ଟାଇଲ୍ ଆର୍ ଦ ଟାଇପ୍ ଅଫ୍ ହେଲା, ଆମର ଯେଉଁ ଇନଷ୍ଟ୍ରୁମେଣ୍ଟାଲ ଆଣ୍ଡ ହସ୍ଟାଇଲ୍ ଅଛି ସେଇଟା କାହାର ଗୋଟେ ଟାଇପ୍ ବୋଲି କହିଛି, ଇଞ୍ଜୁରିଜ୍ର, ଆଗ୍ରେସନ୍ର, ମୋଟିଭେସନ୍ର, ଏକ୍ସରସାଇଜ୍ର। ତ ଏହାର ସଠିକ୍ ଉତ୍ତର ହେଇଯିବ ଆଗ୍ରେସନ୍ର ଦୁଇଟା ମାନେ ଟାଇପ୍ ଥାଏ, ଗୋଟେ ହେଉଛି ଇନଷ୍ଟ୍ରୁମେଣ୍ଟାଲ ଆଉ ଗୋଟେ ହସ୍ଟାଇଲ୍ ଆଗ୍ରେସନ୍, ଠିକ୍ ଅଛି। ତ ଆଉ ଗୋଟେ ଏଇଟା ମନେ ରଖିବେ। ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ଟୁ ଫ୍ୟାକ୍ଟର ଥିଓରି ଅଫ୍ ମୋଟିଭେସନ୍ ଇଜ୍ ଗିଭେନ୍ ବାଇ, ଆମର ଯେଉଁ ଟୁ ଫ୍ୟାକ୍ଟର ଥିଓରି ଅଫ୍ ମୋଟିଭେସନ୍ ଅଛି ସେଇଟା କିଏ ଦେଇଥିଲେ, ହଁ, ମାର୍ଶଲ ଦେଇଛି, ହାର୍ଜବର୍ଗ ଦେଇଛି, ଜଙ୍ଗ ଦେଇଛି, ଆଡଲଫର୍ ଦେଇଛି। ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି, ହଁ, ହାର୍ଜବର୍ଗ। ତ ଏଇଟା ମନେ ରଖିବେ। ଦେନ୍ ନେକ୍ସଟ ଦେଖନ୍ତୁ, ହୁଇଚ୍ ଇଜ୍ ଦ ମୋଷ୍ଟ ଇଫେକ୍ଟିଭ୍ ମେଥଡ୍ ଅଫ୍ ସେଲ୍ଫ ଲର୍ଣ୍ଣିଂ ହେଲା, କେଉଁଟା ମାନେ ସେଲ୍ଫ ଲର୍ଣ୍ଣିଂର ଗୋଟେ ଇଫେକ୍ଟିଭ୍ ମେଥଡ୍ ବୋଲି କ୍ୱେଶ୍ଚନ୍ରେ ପଚାରିଛି। ତ ଏଇଟା ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଆଇ ଥିଙ୍କ ଏଇଥର ଏଇଟା ଆସିବାର ସମ୍ଭାବନା ଅଛି, ଯେଉଁଟାକି ଆପଣ ଦେଖିପାରୁଥିବେ। ଏରେ ଦେଉଛି ଅବଜର୍ଭେସନ୍ ମେଥଡ୍, ବିରେ ଦେଉଛି এটা আই থিঙ্ক টাস্ক মেথড ଗୋଟେ ଟିଟ୍ ମେଥଡ଼ ଦେଇଦେଇଛି। ଦେନ୍ ହେଉଛି ସି ଦେଉଛି ଡେମନଷ୍ଟ୍ରେସନ୍ ମେଥଡ଼, ଆଉ ହେଉଛି ଆମର ଡି ଦେଉଛି ଲେକ୍ଚର ମେଥଡ଼। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଇଯିବ ଅବଜର୍ଭେସନ୍ ମେଥଡ଼। ସେଲ୍ଫ ମୋଟିଭେସନ୍ଟା ଆମେ ଅବଜର୍ଭେସନ୍ ମେଥଡ଼ ଦ୍ୱାରା ହିଁ ମୋଷ୍ଟ ଇଫେକ୍ଟିଭ୍ ହେଇଥାଏ ସେଲ୍ଫ ଲର୍ଣ୍ଣିଂଟା, ଠିକ୍ ଅଛି। ଏଇଟା ମନେ ରଖିବେ। ଏହା ସଠିକ୍ ଉତ୍ତର ହେଇଯିବ ଅବଜର୍ଭେସନ୍ ମେଥଡ଼। ଦେନ୍ ନେକ୍ସଟ ଦେଖନ୍ତୁ, ହୁ ଫାର୍ଷ୍ଟ ଡିକ୍ଲାର ଦ ରିଲେସନ୍ ଅଫ୍ ବଡି ଆଣ୍ଡ ମାଇଣ୍ଡ, ବଡି ଆଣ୍ଡ ମାଇଣ୍ଡର ରିଲେସନ୍ ବିଷୟରେ କିଏ କହିଥିଲେ, ସକ୍ରେଟ୍ସ ଦେଇଛି, ଆରିଷ୍ଟଟଲ ଦେଇଛି, ପ୍ଲାଟୋ ଦେଇଛି, ଉନ୍ ଦେଇଛି। ତ ଏହାର ସଠିକ୍ ଉତ୍ତର ହେଇଯିବ ପ୍ଲାଟୋ ହିଁ ଦେଇଥିଲେ ବଡି ଆଣ୍ଡ ମାଇଣ୍ଡ ରିଲେସନସିପ୍ ଯେଉଁ ଇଏଟା ପ୍ରଥମ ସେ ହିଁ ଦେଇଥିଲେ, ଠିକ୍ ଅଛି। ପ୍ଲାଟୋ ଇଜ୍ ଦ ଫାଦର ଅଫ୍ ହେଲା, ଅଲରେଡ଼ି ୟା ପୂର୍ବରୁ ମୁଁ କହିସାରିଛି କିଏ ନା ପ୍ଲାଟୋ ଇଜ୍ ଦ ଫାଦର ଅଫ୍ କେଉଁ ଫିଲୋସଫିର ସେ ଫାଦର ଥିଲେ, ସେ ହେଉଛନ୍ତି ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର ଆଇଡ଼ିଅଲିଜିମ୍ର, ଠିକ୍ ଅଛି, ଆଇଡ଼ିଅଲିଜିମ୍ର ହେଲା, ଯେଉଁଟାକି IP ଆଡ୍ରେସ୍ ବୋଲି ମନେ ରଖିବେ। ଇମୋସନାଲ୍ ଅନଷ୍ଟେବୁଲ୍, ଏଞ୍ଜାଇଟି, ସ୍ୟାଡନେସ୍ ଆର୍ ଆଟ୍ରିବ୍ୟୁଟ୍ସ ଅଫ୍ ହୁଇଚ୍ ପର୍ସନାଲିଟି ଅଫ୍ ଡାଇମେନସନ୍। ଆମର ଯେଉଁ ଅସେନ୍ ଥିଓରି ଅଛି ହେଲା, ସେ ଅସେନ୍ ଥିଓରି ଭିତରୁ ଅସେନ୍ ଜିନିଷଟା ଯେଉଁଟା ଅଛି, ଯେଉଁଟାକି ଆମର ପର୍ସନାଲିଟିକୁ କରିଥାଏ, ତାଙ୍କର ବିହେଭିଅର ଅନୁଯାୟୀ ଯେଉଁ ଅସେନ୍ର ଇଏଟା ଭାଗ କରିଛନ୍ତି। ଏଠି ଯେଉଁ ଦେଇଛି ଏଞ୍ଜାଇଟି, ଅନଷ୍ଟେବୁଲ୍, ସ୍ୟାଡନେସ୍, ସେଇଟା କେଉଁଠି ଭିତରେ ଯାଉଛି ହେଲା, ଏକ୍ସଟ୍ରୋଭର୍ସନ୍ ଦେଇଛି, ଓପନନେସ୍ ଦେଇଛି, ଏଗ୍ରିଭାଲେନ୍ସ ଦେଇଛି, ନ୍ୟୁରୋଟିସିଜିମ୍ ଦେଇଛି ହେଲା। ତ ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି ନ୍ୟୁରୋଟିସିଜିମ୍, ଠିକ୍ ଅଛି। ତ ସାଙ୍ଗମାନେ ଦେଖନ୍ତୁ, ଯଦି ଆମେ ଅସେନ୍ କଥା କହିବା ତେବେ ଦେଖନ୍ତୁ ଅସେନ୍ରେ ଓ ଫର୍ ହୋଇଯିବ ଓପେନନେସ୍, ଯେଉଁଠିକି ଆମର ଏକ୍ସପିରିଏନ୍ସ ନ୍ୟୁ ଥିଙ୍ଗସ୍, ଯେଉଁମାନେ ନ୍ୟୁ ଥିଙ୍ଗସ୍କୁ ଆପ୍ରାଇଜ୍ କରନ୍ତି,
न्यू चैलेंजेस को से टैकलिंग करिपारନ୍ତି क्रिएटिव नेचर जो मैंने होती से ओपन आंसर जाऊँगी देन सी रोचे कनसाइसनेस जो कि से सेल्फ डिसिप्लिन था ठीक अच्छे जहाँ भी हमको गोल दिखाई था से गोल प्रति बहुत डेडिकेटेड था से कनसीयसनेस जाऊँ देन हूँ ई हूँ एक्सट्रोवर्सन आउ इंट्रोवर्सन को बुझाऊँ जोटा कि आमर जम्स क्लासिफाइड करते एक्सट्रोवर्सन जो मैंने कि हाईली सोशियाली जो मैंने लोक मान सहित बेसी मिसी पारुथिबे ठीक अच्छे से एक्सट्रोवर्सन जाऊँगी ओ सी ई देन आसीगला आमर हूँ ए रे हूँ एग्रीपलनेस जोटा कि आमर जो मैंने ଅନ୍ୟମାନଙ୍କୁ ରେସ୍ପେକ୍ଟ ଦେଇଥାନ୍ତି ହେଲା ହେଲ୍ପିଂ ନେଚର ଯେଉଁମାନେ ଥାନ୍ତି ସେଇଟା ଏଗ୍ରିପେଲନେସ୍ରେ ଯାଇଥାଏ ଯେନ୍ ହେଉଛି ନିରୋଟିସିଜିମ୍ ଯେଉଁଟାକି ଆମର କ୍ୱେଶ୍ଚନ୍ ଆସିଲା ଯେଉଁମାନେ ତାଙ୍କ ସବୁବେଳେ ନର୍ଭସ୍ ଥାନ୍ତି ଏନ୍ଜାଇଟି ଫିଲ୍ କରନ୍ତି ଡିପ୍ରେସନ୍ରେ ଫିଲ୍ କରନ୍ତି ହେଲା ମୁଡ଼ି ଥାନ୍ତି ହେଲା ଇମୋସନାଲ୍ ସେମାନେ ଯେଉଁମାନେ ଅନଷ୍ଟେବୁଲ୍ ଥାନ୍ତି ସେମାନେ ହେଉଛି ନିରୋଟିସିଜିମ୍ ଯେଉଁଟାକି ଆମର ପାର୍ସନାଲିଟି ଟେଷ୍ଟ ଭିତରେ ଯାଉଛି ଓସେନ୍ର ହେଲା ଏଇଟା ମନେ ରଖିବେ ଓ ଫର୍ କିସ ସି ଫର୍ କିସ ହେଲା ଏସବୁ ଜିନିଷ ମନେ ରଖିବେ ହେଲା तो ये आम आसी जाऊँगी जेहेतु एंजाइटी सैडनेस आसी न्यूरोटिसिज्म हो यार सठिक उत्तर देन नेक्स्ट देखो अचीवमेंट मोटिवेशन एसोसिएट विथ है जो अचीवमेंट मोटिवेशन टाइम क्या सहित एसोसिएट होता गोटे बढ़िया क्वेश्चन देखो ऑप्शन कौन दूसरी एटीट्यूड ऑफ द पर्सन एक्सपीरियंस ऑफ द पर्सन नीड ऑफ द पर्सन नॉलेज ऑफ द पर्सन तो यार सठिक उत्तर हो नीड ऑफ द पर्सन अचीवमेंट मोटिवेशन एसोसिएट विथ नीड ऑफ द पर्सन है तो यहाँ मन रखिए नीड ऑफ द पर्सन हो सठिक उत्तर नेक्स्ट क्वेश्चन देखो व्हिच मोटिवेशन इज नोन एज नेचुरल मोटिवेशन नेचुरल मोटिवेशन टा भितर कोटा जाऊँगी एक्सट्रिंसिक जाऊँगी इंट्रिंसिक जाऊँगी सेल असर्सन जाऊँगी तो यार सठिक उत्तर हो ऑप्शन बी इंट्रिंसिक ठीक अच्छे देन नेक्स्ट देखो एनी रिलेटिवली चेंज इन बिहेवियर रिजल्टिंग फ्रॉम एक्सपीरियंस इज पॉपुलरली नोन एज है any relatively change in behavior resulting from experience is popularly known as learning এটা হইଯିବ learning यार सठिक उत्तर হইଯିବ learning which is not the laws of learning ହେଲା ଏଟା ବାर ବାर ଆପଣଙ୍କ ସହ ମୁଁ ଡିସ୍କସ୍ କରିଛି କୋଉଟା laws of learning ଭିତରେ ଯାଉନି ହେଲା law of readiness ଦେଇଛି law of exercise ଦେଇଛି law of behavior ଦେଇଛି ଆଉ ଗୋଟେ ଡିରେ ଦେଇଛି law of reaction ତ law of reaction ଟା laws of learning ଭିତରେ ଯାଉନି ତେଣୁ ଏଟାର ସଠିକ ଉତ୍ତର ହେଇଯିବ law of reaction ଠିକ ଅଛି then the introvert are founded in ହେଲା introvert are founded in go to themselves others social interaction mothers ହେଲା introvert are themselves ହେଲା ऑप्शन ହେଇଯିବ ସଠିକ themselves ନିଜ ଭିତରେ ହିଁ ସେମାନେ ଫୋକସ୍ କରିଥାନ୍ତି ଠିକ ଅଛି ଦେନ୍ ହେଉଛି reinforcement theory of motivation is given by ଏଟା ତ ଅଲରେଡି କହିଲି ବିଏ ଆନ୍ସର ହେବ କ'ଣ ବିଏଫ୍ ସ୍କିନର ଠିକ ଅଛି ଦେନ୍ ନେକ୍ସଟ ଦେଖନ୍ତୁ which philosophy of education is called experimentalism ହେଲା କେଉଁ ଫିଲୋସଫିଟା एक्सपेरिमेंटालिज्म को कही था जोटा कि ऑलरेडी डिस्कस कर जोटा कि फ्रागमेटिज्म है एक्सपीरियंस नॉलेज उपरे से डिपेंड करता है लर्निंग बाय डूइंग जिन लर्निंग बाय डूइंग जिन को से माने हम कौन फॉलो करता है तेणु एक्सपेरिमेंटालिज्म कहले आम फ्रागमेटिज्म को बुझी था है देखो स्पोर्ट्स परफॉर्मेंस इज द बाय प्रोडक्ट ऑफ है स्किल टोटल पर्सनालिटी कंडीशनल एबिलिटी टैक्टिकल एबिलिटी तो यार सठिक उत्तर हो टोटल पर्सनालिटी है sports performance is the byproduct of total personality then देखो which is the most effective method for encouraging self learning है कोटा को सेल्फ लर्निंग को इनकरेज करता है ऑलरेडी कही जोटा कि हमर हो कौन ऑब्जर्वेशन मेथड है देन नेक्स्ट देखो which need is on the top of the Maslow hierarchy of need है एटा हम या पूर्व ऑलरेडी कही सारी कोटा हो आम जो अब्राहम मास्लो देते नीड थ्योरी अनुଯାयी जो आमर जो साइकोलो फिजियोलॉजिकल नीड रही है यार तार हाएस्ट हायरार्की कौटा थाए ना सेल्फ एक्चुअलाइजेशनटा थाए ठीक अच्छे देन देखो द कैथारेटिक थ्योरी ऑफ प्ले इज गिवन बाय जो कैथारेटिक थ्योरी ऑफ प्ले आम जो थ्योरीज ऑफ प्ले गुड़िक अच्छी से जो कैथारेटिक थ्योरीटा अच्छी से किए देते है वुंड एमसी डगल एरिस्टोटल सिगमंड फ्रॉयड तो यार सठिक हो एरिस्टोटल जोटा कि वन टाइप ऑफ मोटिवेशन को बुझे था ठीक अच्छे जोटा कि मोटिवेट पे खेली था है किए देते ना एरिस्टोटल देते कॉग्निटिव इवोल्यूशन थ्योरी ऑफ मोटिवेशन वाज पुट फॉरवर्ड बाय कॉग्निटिव इवोल्यूशन थ्योरीटा किए देते बोली कही डेसी पावलोव मार्शलो कहलर तो यार सठिक उत्तर हो ऑप्शन ए डेसी ठीक अच्छे नेक्स्ट देखो गोल सेटिंग एंड सेल्फ एंडोर्समेंट आर टाइप ऑफ गोल सेटिंग एंड सेल्फ एंडोर्समेंट आर टाइप ऑफ मोटिवेशन है यार सठिक उत्तर हो कौन ना मोटिवेशन है मोटिवेशन तो सांग मैंने
ଆଜିର ଭିଡ଼ିଓର ମାନେ କ୍ୱେଶ୍ଚନ୍ ଗୁଡ଼ିକ କିଛି ଏଇ ପ୍ରକାର ଥିଲା, ଯେଉଁଟାକି ସ୍ପୋର୍ଟ ସାଇକୋଲୋଜିକୁ ନେଇକି ଆସିଥିଲି। ଟପିକ୍ ୱାଇଜ୍ ସବଜେକ୍ଟ ଯେଉଁଠୁ ଆପଣଙ୍କର ଡିମାଣ୍ଡ ଥିଲା ନେଇକି ଆସିଥିଲି। ତ ଆଶା କରିକି ଯାହା ବି ଆପଣଙ୍କ ସହ ଆଜି ମୁଁ ଆଲୋଚନା କଲି ତ ଆପଣଙ୍କ ପାଇଁ ହେଲ୍ପଫୁଲ୍ ହେଇଥିବ। ଆଉ କମେଣ୍ଟ ବକ୍ସରେ ଆପଣ କମେଣ୍ଟ କରିକି ଜଣାଇବେ ଏଇ ଯେଉଁ ଯେତିକି ବି କ୍ୱେଶ୍ଚନ୍ ଆପଣଙ୍କ ସହ ଆଲୋଚନା କଲି କେତୋଟି କ୍ୱେଶ୍ଚନ୍ର ଆନ୍ସର୍ ଆପଣ ଦେଇଛନ୍ତି। ଠିକ୍ ଅଛି। ତ ଯଦି এই ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ପୁଣି ଦେଖା ହେବ ଆଉ ଗୋଟେ ଟପିକ୍ର କ୍ୱେଶ୍ଚନ୍ ମୁଁ ନେଇକି ଆସିବି। ତ ସେତିକି ପାଇଁ ରହୁଛି। ଜୟ ଜଗନ୍ନାଥ, ଜୟ ଫିଜିକାଲ୍ ଏଜୁକେସନ୍।